ମାର୍ଚ୍ଚ 7 ହେଉଛି ସୁଭଦ୍ରା ଆବେଦନର ଶେଷ ତାରିଖ। ହଁ ଦର୍ଶକ ବନ୍ଧୁ, 7 ମାର୍ଚ୍ଚ ପୂର୍ବରୁ ଆପଣଙ୍କୁ ଆପ୍ଲାଏ କରିବାକୁ ପଡ଼ିବ, ନହେଲେ ଆପଣଙ୍କୁ ସୁଭଦ୍ରା ଟଙ୍କାର କିସ୍ତି ଟଙ୍କା ମିଳିବ ନାହିଁ। ତ ଦର୍ଶକ ବନ୍ଧୁ, ଏହାପରେ କ'ଣ ରହିଛି ଲାଟେଷ୍ଟ ଅପଡେଟ୍, ଯାହାକି ଚତୁର୍ଥ ପର୍ଯ୍ୟାୟର କିସ୍ତି ଟଙ୍କା ନେଇ ତାହା ମୁଁ ଆପଣଙ୍କୁ ଜଣାଇଦେବି କେମିତି ଆପଣ ପାଇବେ ଚତୁର୍ଥ ପର୍ଯ୍ୟାୟର କିସ୍ତି ଟଙ୍କା। ତା ସହିତ ଏହି ଲାଷ୍ଟ ଡେଟ୍ ଯେଉଁ ଅଛି ତା ପୂର୍ବରୁ ଆପଣଙ୍କୁ କ'ଣ କ'ଣ ସବୁ ଠିକ୍ କରିବାକୁ ପଡ଼ିବ ତାହା ମଧ୍ୟ କହିଦେବି। ଏଣୁକରି ଏହି ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ୍। 2025 ମାର୍ଚ୍ଚ 7 ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡଲାଇନ୍। ମାର୍ଚ୍ଚ 7 ତାରିଖ ଯାଏଁ ହିତାଧିକାରୀ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ମାର୍ଚ୍ଚ 8 ତାରିଖରେ ମହିଳା ଦିବସରେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ। ହଁ ଦର୍ଶକ ବନ୍ଧୁ, ଆପଣ ଏଇଥିରୁ ଗୋଟେ କଥା କନଫର୍ମ ହୋଇଯାଆନ୍ତୁ, ଆମର ଦ୍ୱିତୀୟ କିସ୍ତି ମିଳିବାକୁ ଯାଉଛି ମାର୍ଚ୍ଚ ମାସ 2 ତାରିଖରେ, ନାଇଁ ମାର୍ଚ୍ଚ ମାସ 8 ତାରିଖରେ ମିଳିବାକୁ ଯାଉଛି। କାରଣ ମହିଳା ଦିବସ ଅବସରରେ ଦ୍ୱିତୀୟ କିସ୍ତିର ଟଙ୍କା ସମସ୍ତ ମା ଭଉଣୀମାନଙ୍କ ଆକାଉଣ୍ଟକୁ ଯିବ। ତେଣୁ ମାର୍ଚ୍ଚ 7 ପ୍ରଥମ କିସ୍ତି ଆବେଦନ କରିବା ଶେଷ ତାରିଖ। ଏଯାଏଁ 80,46,000 ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଲାଣି। 1,46,00,000 ଏଯାବତ୍ ପଞ୍ଜୀକରଣ କରିସାରିଛନ୍ତି। ତ ହିତାଧିକାରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପଞ୍ଜୀକରଣ କରିଥିବା ସମସ୍ତ ହିତାଧିକାରୀଙ୍କୁ ଠିକ୍ ସମୟରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କ ଗୁଡ଼ିକରେ ଭିଡ଼ କରନ୍ତୁ ନାହିଁ। ବ୍ୟସ୍ତ ହୋଇ ପଞ୍ଜୀକରଣ କରିବାକୁ ଅନୁରୋଧ। ତେବେ 2,67,000 ଅଭିଯୋଗଙ୍କ ଭିତରୁ ଯେଉଁମାନେ ଭୁଲ ହୋଇଥିଲେ ସେମାନଙ୍କୁ ରିଭ୍ୟୁ ଚାଲିଛି। 22% ଯାହାକି କାମ ସମାଧାନ ହୋଇସାରିଛି। କେବଳ ଭେରିଫିକେସନ୍ ପରେ ସେମାନଙ୍କୁ ଟଙ୍କା ପଠାଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ହଁ ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ପାଖକୁ ପଇସା ଆସିନାହିଁ ତାହେଲେ ଆପଣଙ୍କ ପାଖକୁ ବହୁତ ଜଲ୍ଦି ଏହି ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟର ଟଙ୍କା ମିଳିଯିବ, ଯାହାକି ସରକାର ଘୋଷଣା କରିଛନ୍ତି। ବର୍ତ୍ତମାନ 2 ଲକ୍ଷ ମହିଳା, ବର୍ତ୍ତମାନ ଆମର କେତେ 2,67,000 ଯେଉଁ ରିଜେକ୍ଟ ହୋଇଥିଲେ ସେହି ରିଜେକ୍ଟକୁ ବର୍ତ୍ତମାନ ଭେରିଫାଏ କରୁଛନ୍ତି। ଏବଂ ଏହାକୁ ଭେରିଫାଏ କରିବା ଦ୍ୱାରା ସରକାର ଯେଉଁମାନଙ୍କର ଯୋଗ୍ୟତା ଅଧିକାରୀ ସେଇମାନଙ୍କୁ ସେ କେବଳ ପଇସା ପଠାଇବା ଆରମ୍ଭ କରିଦେଲେଣି। ତ ଏଥିମଧ୍ୟରେ ସରକାର କହିଛନ୍ତି ଯେ ସେ ଯେଉଁ ଭେରିଫିକେସନ୍ କରୁଛନ୍ତି ସେ ଭେରିଫିକେସନ୍ 22% ଚାଲିଛି, ଅର୍ଥାତ୍ 22% ଅଲରେଡ଼ି କମ୍ପ୍ଲିଟ୍ ହୋଇସାରିଲାଣି। ସେମାନଙ୍କୁ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟର କିସ୍ତି ଟଙ୍କା। ତ ଆପଣ ଭାବୁଥିବେ ଚତୁର୍ଥ ପର୍ଯ୍ୟାୟ କେବେ ମିଳିବ? ତ ଦର୍ଶକ, ଚତୁର୍ଥ ପର୍ଯ୍ୟାୟ ଏହି ଡିସେମ୍ବର ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଆପଣଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ଏହି ତୃତୀୟ କିସ୍ତି ଯେଉଁମାନେ ପାଇନାହାନ୍ତି ସେମାନଙ୍କୁ ଚତୁର୍ଥ ପର୍ଯ୍ୟାୟରେ କିସ୍ତିର ଟଙ୍କା ମିଳିବ ବୋଲି ସରକାର କହିଛନ୍ତି। ଏଣୁକରି ଆପଣ ଯଦି ଜଣେ ଯୋଗ୍ୟତା ଅଧିକାରୀ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇନାହାନ୍ତି, ଆପଣଙ୍କୁ ଚତୁର୍ଥ ପର୍ଯ୍ୟାୟରେ କିସ୍ତି ଟଙ୍କା ମିଳିବ। ହଁ, ଗୋଟେ କଥା ମନେ ରଖନ୍ତୁ, ଯଦି ଆପଣ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ଆପଣଙ୍କ ଡେଡଲାଇନ୍ ହେଲା ଏହି ମାର୍ଚ୍ଚର 7 ତାରିଖ ହେଉଛି ଲାଷ୍ଟ ଡେଟ୍। କାରଣ ମାର୍ଚ୍ଚ 8 ତାରିଖ ହେଉଛି ମହିଳା ଦିବସ। ମାର୍ଚ୍ଚ 8ରେ ମହିଳା ଦିବସ, ଏହି ଦିନ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିର ଟଙ୍କା। ହଁ ଦର୍ଶକ, ପ୍ରଥମ କିସ୍ତିର ଟଙ୍କା ଅଲରେଡ଼ି ମିଳିସାରିଲାଣି, ଯାହାକି 4ଟି ପର୍ଯ୍ୟାୟରେ ସମସ୍ତଙ୍କ ମା ଭଉଣୀମାନଙ୍କ ଆକାଉଣ୍ଟକୁ ପଇସା ଆସିବ। ଏବଂ ଆଶା କରାଯାଉଛି ଏହି ଚତୁର୍ଥ ପର୍ଯ୍ୟାୟରେ ସରିଲା ପରେ ଆଉ ପଞ୍ଚମ ପର୍ଯ୍ୟାୟ ହେବନି, ଡାଇରେକ୍ଟ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା, ଯାହାକି 5,000 ଟଙ୍କା। ଆମ ସରକାର ଇଲେକ୍ସନ୍ ଟାଇମ୍ରେ ଘୋଷଣା କରିଥିଲେ, ଆପଣ ତ ଜାଣିଥିବେ ଗୋଟିଏ ବର୍ଷକୁ ମିଳିବ 5,000 ଦୁଇଥର ଲାଗେ, ଅର୍ଥାତ୍ ଗୋଟେ ବର୍ଷକୁ 10,000 ଟଙ୍କା ମିଳିବ, 5 ବର୍ଷକୁ 50,000 ଟଙ୍କା ମିଳିବ। ତେଣୁକରି ବର୍ତ୍ତମାନ ତ ପ୍ରଥମ କିସ୍ତି ଟଙ୍କା ସରିଲାଣି, ଏବେ ଆଗକୁ ମିଳିବାକୁ ଯାଉଛି ଦ୍ୱିତୀୟ କିସ୍ତି ଟଙ୍କା। ଏହି ଦ୍ୱିତୀୟ କିସ୍ତି ଟଙ୍କାରେ ଯାହାକି ସମସ୍ତ ମା ଭଉଣୀମାନଙ୍କ ଆକାଉଣ୍ଟକୁ 5,000 ଟଙ୍କା ଲେଖାଏଁ ମିଳିବ। ଏବଂ ଟୋଟାଲ୍ 5 ବର୍ଷକୁ 50,000 ମିଳିବାକୁ ଯାଉଛି ବୋଲି ସୁଭଦ୍ରା ଯୋଜନାରେ କୁହାଯାଇଛି। ତେଣୁକରି ଆପଣ ଯଦି ଯାହା ବି ମିସ୍ମ୍ୟାଚ୍ ଅଛି ଡକୁମେଣ୍ଟ ଠିକ୍ କରିଦିଅନ୍ତୁ। ଆପଣ ବ୍ୟାଙ୍କରେ ଗହଳି କରନ୍ତୁନି, ଆସ୍ତେ ଆସ୍ତେ ସବୁ ଠିକ୍ କରନ୍ତୁ। ସେଇଟା ଆମର ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ପ୍ରଭାତୀ ପରିଡ଼ା। ଏଣୁକରି ଆପଣ ଦର୍ଶକ ବନ୍ଧୁ କେଉଁ ଜିଲ୍ଲାରୁ ଆମର ଏହି ଭିଡ଼ିଓକୁ ଦେଖୁଛନ୍ତି ଗୋଟେ ନିହାତି କମେଣ୍ଟ କରି ଜଣାନ୍ତୁ। ତା ସହିତ ଆପଣ ସୁଭଦ୍ରା ଟଙ୍କା ପାଇଛନ୍ତି କି ନାହିଁ ଆମେ କମେଣ୍ଟ କରି ଜଣାନ୍ତୁ, ଯାହାଦ୍ୱାରା ଆମେ ଜାଣିପାରିବୁ ଯେ କେଉଁ ଜିଲ୍ଲାର ହିତାଧିକାରୀମାନେ ସବୁଠୁ ଅଧିକ ସୁଭଦ୍ରା ଯୋଜନାର ଟଙ୍କା ପାଇଛନ୍ତି ଏବଂ କେଉଁ ଜିଲ୍ଲାର ହିତାଧିକାରୀମାନେ ସବୁଠୁ ଅଧିକ ସୁଭଦ୍ରା ଯୋଜନାର ଟଙ୍କା ପାଇପାରିନାହାନ୍ତି। ତ ଦର୍ଶକ ବନ୍ଧୁ, ଚାଲନ୍ତୁ ଏହାପରେ ଆମେ କଥା ହେବା ଯେ
ଆପଣଙ୍କ ଆକାଉଣ୍ଟକୁ ଯଦି ପଇସା ଆସିଲେ ଆପଣ କ'ଣ କରିବେ। ଦର୍ଶକ ବନ୍ଧୁ ଯଦି ଆପଣଙ୍କ ଆକାଉଣ୍ଟକୁ ପଇସା ଆସିନି ପ୍ରଥମେ ତ ରିଜନ୍ ଦେଖନ୍ତୁ ଆପଣଙ୍କୁ କାହିଁକି ଆସିନି। କାହିଁକିନା ବହୁତ ଲୋକଙ୍କର ଡକ୍ୟୁମେଣ୍ଟ ମିସ୍ମ୍ୟାଚ୍ ଥିଲା ସେଥିପାଇଁ ଆପଣଙ୍କ ପଇସା ଆସିନି। ଏଣୁକରି ଆପଣଙ୍କ ଡକ୍ୟୁମେଣ୍ଟକୁ ଆପଣ ଭେରିଫାଏ କରନ୍ତୁ, ରିଭେରିଫାଏ କରିକି ଆଉ ଥରେ ଆପ୍ଲାଏ କରିଦିଅନ୍ତୁ, ରିଆପ୍ଲାଏ କରିଦିଅନ୍ତୁ। ହଁ କିନ୍ତୁ ଆପଣ ରିଆପ୍ଲାଏ କରନ୍ତୁ ଯାହା କରୁଛନ୍ତି ଯାହାକି ଆପଣଙ୍କର ମାର୍ଚ୍ଚ 8 ତାରିଖ ଭିତରେ ଆପଣଙ୍କୁ କରିବାକୁ ପଡ଼ିବ। କାରଣ ମାର୍ଚ୍ଚ 7 ତାରିଖ ଲାଷ୍ଟ ଡେଟ୍, 8 ତାରିଖରେ ଆପଣଙ୍କୁ ଦ୍ୱିତୀୟ କିସ୍ତିର ଟଙ୍କା ମିଳିବ। ଏଣୁକରି ତା ପୂର୍ବରୁ ସବୁ କରନ୍ତୁ। ଦର୍ଶକ ବନ୍ଧୁ ଆପଣ ଗୋଟେ ଛୋଟିଆ ଅନୁରୋଧ, ଆମ ଚ୍ୟାନେଲ ଯଦି ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି ତେବେ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ କରି ରଖିଥାନ୍ତୁ ଏହିପରି ଶୁଭୋଦୟ ଯୋଜନାର ଲାଟେଷ୍ଟ ନ୍ୟୁଜ୍ ଅପଡେଟ୍ ପ୍ରଥମେ ପାଇବା ପାଇଁ। ତା ସହିତ ଆପଣଙ୍କର ଯଦି କିଛି ଡାଉଟ୍ ରହୁଛି ଶୁଭୋଦୟ ଯୋଜନା ଉପରେ ମୋତେ କମେଣ୍ଟ କରି ଜଣାନ୍ତୁ, ତାହାର ରିପ୍ଲାଏ ମଧ୍ୟ ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ଦେବି। ଭିଡ଼ିଓଟି ଏ ଯାଏଁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।